ସମସ୍ତଙ୍କୁ ନମସ୍କାର। ଆଜି ଆମେ ଆରମ୍ଭ କରିବୁ ନବମ ଶ୍ରେଣୀ ମାଧ୍ୟମିକ ବ୍ୟାକରଣର ଦ୍ୱିତୀୟ ଅଧ୍ୟାୟ ସନ୍ଧି। ଦ୍ୱିତୀୟ ଅଧ୍ୟାୟର ସନ୍ଧି। ସନ୍ଧି ମାନେ କ'ଣ? ଏଇ ଶବ୍ଦଟା ରୁ ହିଁ ଜଣା ପଡୁଛି କି ନିଜ ଭିତରେ ସନ୍ଧି ମାନେ କ'ଣ? ଦୁଇ ଜଣ ବ୍ୟକ୍ତି ଥିବେ, ନିଜ ଭିତରେ ଗୋଟେ ଚୁକ୍ତି ହେଇଥିବ, ତାକୁ ଆମେ ସନ୍ଧି ବୋଲି କହିବା। ଚାଲନ୍ତୁ ଆଉ ଡେରି ନ କରି ଭିଡ଼ିଓଟିକୁ ଆରମ୍ଭ କରିବା। ସନ୍ଧି ବୁଝିବା କେମିତିକା? ଚାଲନ୍ତୁ ଦେଖିବା କେତେ ଗୁଡ଼ିଏ ଉଦାହରଣ। ହିମାଳୟ ପର୍ବତ ଭାରତବର୍ଷର ଉତ୍ତର ଦିଗରେ ଅବସ୍ଥିତ। ଏହି ପର୍ବତ ବ୍ରହ୍ମର୍ଷି ତଥା ଦେବର୍ଷି ମାନଙ୍କର ତପସ୍ୟା ସ୍ଥଳୀ ଅଟେ। ଏ ଋଷି ସକଳ ସଦାଚାର ସମ୍ପନ୍ନ ଅଟନ୍ତି ଓ ସର୍ବଦା ଜଗଦୀଶ୍ୱରଙ୍କ ଚିନ୍ତାରେ ନିମଗ୍ନ ରହିଥାନ୍ତି। ଗଙ୍ଗା ନଦୀ ମଧ୍ୟ ଏହି ପର୍ବତରୁ ନିର୍ଗତ ହୋଇଅଛି। ଜଗଜ୍ଜନଙ୍କ କଲ୍ୟାଣ ଉଦ୍ଦେଶ୍ୟରେ ନିରନ୍ତର ଦୀର୍ଘ ପଥ ଅତିକ୍ରମ କରି ବହି ଚାଲିଛି। ଏଇଠି କେତେ ଗୁଡ଼ିଏ ଶବ୍ଦ ଯୋଉଗୁଡ଼ିକ ମୁଁ ଆପଣଙ୍କୁ ଦେଖାଉଛି। ହିମାଳୟ, ବ୍ରହ୍ମର୍ଷି, ଦେବର୍ଷି, ସଦାଚାର, ଜଗଦୀଶ୍ୱର, ନିର୍ଗତ, ଜଗଜ୍ଜନ ଏବଂ ନିରନ୍ତର। ଏଇ ଅକ୍ଷର ଗୁଡ଼ିକୁ ଆମେ ଯଦି ଭଲ ଭାବରେ ଦେଖିବୁ, ଶବ୍ଦ ଗୁଡ଼ିକ ବିଷୟରେ ଆମେ ଟିକେ ଅଧିକ ଜାଣିବୁ। ହିମାଳୟ ଆମେ ତାକୁ ଦେଖିବୁ ଯଦି ଭାଙ୍ଗିକି, ହିମ ଆଉ ଆଳୟ ଏଇ ଦୁଇଟି ଶବ୍ଦ ଆଉ ପ୍ରତ୍ୟୟରେ ମିଶିକି ହେଇଛି ହିମାଳୟ। ଦେବର୍ଷି, ଦେବ ଆଉ ଋଷି ଦୁଇଟି ଶବ୍ଦରେ ମିଶିକି ହୋଇଛି ଦେବର୍ଷି। ଜଗଦୀଶ୍ୱର, ଜଗତ ଈଶ୍ୱର, ଜଗଦୀଶ୍ୱର। ବ୍ରହ୍ମର୍ଷି, ବ୍ରହ୍ମ ଓ ଋଷି ବ୍ରହ୍ମର୍ଷି। ସଦାଚାର, ସତ୍ ଆଚାର, ସଦାଚାର। ନିର୍ଗତ, ନି ଗତ, ନିର୍ଗତ। ନିରନ୍ତର, ନି ଅନ୍ତର, ନିରନ୍ତର। ଜଗଜ୍ଜନ, ଜଗତ ଓ ଜନ ଏ ଦୁଇଟି ଶବ୍ଦ ମିଶିକି ଜଗଜ୍ଜନ ହେଇଛି। ଏବେ ଯେତିକ ବି ଆମେ ଉଦାହରଣ ଦେଖିଲୁ, ଏସବୁ ଦୁଇଟି ଲେଖାଏଁ ଶବ୍ଦର ମିଳନରେ ଗଠିତ ହୋଇଛି। ଏହି ମିଳନକୁ ଲକ୍ଷ୍ୟ କଲେ ଜଣାଯାଏ ଯେ ଏଥିରେ ଥିବା ପୂର୍ବ ଶବ୍ଦର ଶେଷ ପଦଟି, ଏଇ ଯୋଉ ପୂର୍ବ ଶବ୍ଦ ତାର ଶେଷ ପଦଟି ହିମ ରେ ଶେଷ ହଉଛି ଏବଂ ପ୍ରଥମ ବର୍ଣ୍ଣ ମିଳିତ ହୋଇ, ଏଠି ପ୍ରଥମ ବର୍ଣ୍ଣ ଦ୍ୱିତୀୟ ପଦର ପ୍ରଥମ ବର୍ଣ୍ଣ କ'ଣ? ଆ, ଓ ଆଉ ଆ ମିଶିକି ହେଇଛି କ'ଣ? ଆ, ହିମାଳୟ। ଦୁଇଟି ପରସ୍ପର ସହିତ ମିଶି ଯାଇଛନ୍ତି। ଏହି ପ୍ରକାର ମିଳନକୁ ସନ୍ଧି କୁହାଯାଏ। ଯେତେବେଳେ ଗୋଟିଏ ପୂର୍ବ ଶବ୍ଦର ଶେଷ ବର୍ଣ୍ଣ ଏବଂ ପର ଶବ୍ଦର ପ୍ରଥମ ବର୍ଣ୍ଣ ସହିତ ମିଳି ନୂତନ ଏକ ଶବ୍ଦ ସୃଷ୍ଟି କରିଥାନ୍ତି, ବର୍ଣ୍ଣ ମିଶି ଯାଇଥାନ୍ତି, ଏହି ପ୍ରକାର ମିଳନକୁ ସନ୍ଧି ବୋଲି କୁହାଯାଏ। ଏଇଠି ଦେଖନ୍ତୁ ଯେମିତିକା ଓ ଦେବ, ଓ ର ଶେଷ ହୋଇଛି, ଆଉ ରୁ ଶେଷ ରୁ ଆରମ୍ଭ ହେଇଛି, ଓ ଆଉ ରୁ ମିଶିକି ରେପ ହେଇଯାଇଛି, ଦେବର୍ଷି। ଜଗଦୀଶ୍ୱର, ତ ସରିଛି, ଇରୁ ଆରମ୍ଭ ହଉଛି, ତ ଆଉ ଇ ମିଶିକି ଦ ହେଇଛି, ଜଗତ ଈଶ୍ୱର। ଏଇ ପ୍ରକାର ମିଳନକୁ ସନ୍ଧି ବୋଲି କୁହାଯାଏ। ତ ଏଥିରୁ ଆମେ ଜାଣିଲୁ କି ପରସ୍ପର ସନ୍ନିହିତ ମାନେ ଲାଗିକି ପୂର୍ବ ପଦର ଶେଷ ବର୍ଣ୍ଣ ପରପଦର ପ୍ରଥମ ବର୍ଣ୍ଣର ମିଳନକୁ ସନ୍ଧି ବୋଲି କୁହାଯାଏ। ତାହେଲେ ସନ୍ଧି କ'ଣ? ଦୁଇଟି ଶବ୍ଦ ରହିବ, ପ୍ରଥମ ଯୋଉ ପୂର୍ବ ପଦ ତାର ଏଇଠି ଯୋଉ ଶେଷ ବର୍ଣ୍ଣ ଅଛି, ଆଉ ପରପଦ, ଏଇଟା ହଉଛି ପରପଦ, ଏଇଟା ହଉଛି ପୂର୍ବ ପଦ, ଏଇଟା ହଉଛି ପୂର୍ବ, ଏଇଟା ହଉଛି ପର। ଏଇ ପୂର୍ବ ପଦ ଆଉ ପରପଦ ର ପୂର୍ବ ପଦର ଶେଷ ଆଉ ପରପଦର ପ୍ରଥମ ବର୍ଣ୍ଣର ଯୋଉ ମିଳନ ହୋଇଥାଏ ତାକୁ ସନ୍ଧି ବୋଲି କୁହାଯାଏ। ସନ୍ଧି ତିନି ପ୍ରକାରର: ସ୍ୱର ସନ୍ଧି, ବ୍ୟଞ୍ଜନ ସନ୍ଧି ଏବଂ ବିସର୍ଗ ସନ୍ଧି। ତ
ଆଜିର ଭିଡ଼ିଓଟିରେ ଆମେ ସ୍ୱର ସନ୍ଧିକୁ ଆଲୋଚନା କରିବା। ତ ସ୍ୱର ସନ୍ଧି କ'ଣ? ଦେଖ, ଗୋଟିଏ ଉଦାହରଣ ଦିଆଯାଇଛି। ଋଷି କମ୍ବଳାସନରେ ବସିଛନ୍ତି। ରବୀନ୍ଦ୍ର ଘରକୁ ଯାଉଛି। କମ୍ବଳାସନ ଆଉ ରବୀନ୍ଦ୍ର। କମ୍ବଳାସନକୁ ଆମେ ଯଦି ଭାଙ୍ଗିବୁ ତାହେଲେ ଆମେ ପାଇବୁ କମ୍ବଳ ଆଉ ଆସନ। ରବୀନ୍ଦ୍ରକୁ ଯଦି ଭାଙ୍ଗିବୁ ଆମେ ପାଇବୁ ରବି ଓ ଇନ୍ଦ୍ର। ତ ଦିଆଯାଇଥିବା ଉପରେ ଯେଉଁ ଉଦାହରଣ କମ୍ବଳାସନ ଓ ରବୀନ୍ଦ୍ର, କମ୍ବଳ ଏଇଠି ଳର ଶେଷ ବର୍ଣ୍ଣଟି କ'ଣ? ଓ। ଏଇଠି ପରପଦର ପ୍ରଥମ ବର୍ଣ୍ଣଟି କ'ଣ? ଆ। ଓ ଆଉ ଆ। କମ୍ବଳରେ କ'ଣ ଲାଗିଛି? ଆ ଲାଗିଛି। ରବି ଇ ହର୍ଷଇ ଏଇଠି ଶେଷ, ଆଉ ଏଠି ଅଛି କ'ଣ? ଆରମ୍ଭରୁ ହର୍ଷଇ। ତ ହର୍ଷଇ ଆଉ ହର୍ଷଇ ଯେତେବେଳେ ଦୁଇ ଜଣ ସନ୍ଧି କରିଛନ୍ତି ଦୀର୍ଘଇକୁ ନେଇଛନ୍ତି। ତେଣୁ ଆମେ କହିପାରିବା ଯେ ଳ ଓ ଅ ଅର୍ଥାତ୍ ଅ ଆସନର ପ୍ରଥମ ବର୍ଣ୍ଣ ହେଉଛି ଏବଂ ଆସନର ପ୍ରଥମ ବର୍ଣ୍ଣ ହେଉଛି ଆ। ଅ ଏବଂ ଆ ସହିତ ମିଶିକି ଆ ହୋଇଛି। ତ ସୃଷ୍ଟ ଆ ଧ୍ୱନିଟି ପୂର୍ବ ବର୍ଣ୍ଣରେ ସଂଯୁକ୍ତ ହୋଇଛି। ସେହିପରି ରବିର ଶେଷ ବର୍ଣ୍ଣ ହେଉଛି ଇ। ଇନ୍ଦ୍ର ଇର ଦୁଇଟି ଇ ମିଳନ ଘଟି ସନ୍ଧି ଘଟାଇ ବଡ଼ ଦୀର୍ଘ ଇ ଜାତ ହୋଇଛି। ତେଣୁ ସ୍ୱର ସନ୍ଧି କ'ଣ କହିବା? ପରସ୍ପର ସନ୍ନିହିତ ପୂର୍ବପଦର ଶେଷ ସ୍ୱର ବର୍ଣ୍ଣ ସହିତ ପରପଦର ପ୍ରଥମ ସ୍ୱର ବର୍ଣ୍ଣ ମିଳନକୁ ସ୍ୱର ସନ୍ଧି ବୋଲି କୁହାଯାଏ। ତାହେଲେ ସ୍ୱର ସନ୍ଧି ବୋଲି କେମିତିକା ଆମେ ଜାଣିବା? ସ୍ୱର ସନ୍ଧି କ'ଣ? ପୂର୍ବପଦ ଆଉ ପରପଦକୁ ମିଶିକି ସନ୍ଧି ହେଇଥାଏ, ପୂର୍ବ ଆଉ ପର। ତ ପୂର୍ବ ପଦର ସ୍ୱରବର୍ଣ୍ଣ ସହିତ ପରପଦର ସ୍ୱରବର୍ଣ୍ଣର ମିଳନରେ ଯେଉଁ ସନ୍ଧି ହୋଇଥାଏ ତାକୁ ସ୍ୱର ସନ୍ଧି ବୋଲି କୁହାଯାଏ। ଏହି ସ୍ୱର ସନ୍ଧିର ବିଭିନ୍ନ ରୂପକୁ ଚାଲନ୍ତୁ ଦେଖିବା। ଏଠି ଦେଖନ୍ତୁ, ପ୍ରଥମେ ଅ ଆଉ ଅ ଯେତେବେଳେ ଦୁଇଟି ପୂର୍ବପଦର ଅ ଆଉ ପରପଦର ଅ ମିଶନ୍ତି ସେଠି ଆ ଯୋଡ଼ାଯିବ। ଯେମିତି ଦେବ ଅସୁର, ଏଇଠି ଅ ଅଛି, ଏଠି ଅ ମିଶିକି ଆସିଲା ଦେବାସୁର। ଶ୍ଵେତ ଅମ୍ବର କ'ଣ ହବ? ଶ୍ଵେତାମ୍ବର। ନୀଳ ଅଚଳ କ'ଣ ହବ? ନୀଳ ଅଚଳ। ଅ ଆଉ ଅ ମିଶିକି ଆ ହେଲା, ତେଣୁ ଏଇଠି ଲାଗିଯିବ ନୀଳାଚଳ। ଗ୍ରାମ ଅଞ୍ଚଳ, ଗ୍ରାମାଞ୍ଚଳ। ଅସ୍ତ ଅଚଳ, ଅସ୍ତାଚଳ। ଠିକ୍ ସେଇଭଳିଆ ଅ ଆଉ ଆ ମିଶିଲେ ସନ୍ଧିରେ ଆ ହିଁ ଯୋଡ଼ାଯିବ। ସିଂହ ଆସନ, ସିଂହାସନ। ଗୁଣ ଆକର, ଗୁଣାକର। ଉଚ୍ଚ ଆସନ, ଉଚ୍ଚାସନ। ଆ ଆଉ ଅ କ'ଣ ନେବେ ସେମାନେ? ଆ ସନ୍ଧି କରିବେ। ଚିତା ଅନଳ, ଚିତାନଳ। ସୁଧା ଅଂଶୁ, ସୁଧାଂଶୁ। ଆ ଆଉ ଆ ଯଦି ଦୁଇଟି ଆ ଥିବ ସେ ମଧ୍ୟ ସନ୍ଧି କଲେ ଆ ହିଁ ମିଳିବ। ବିଦ୍ୟାଳୟ, ବିଦ୍ୟାଳୟ। ସୁଧା ଆକର, ସୁଧାକର। ତ ଏଇ ଉପର ଆଲୋଚନାରୁ ଜଣାଗଲା ଯେ ଆ ଓ ଆ, ଅ ବା ଆ ଦୁହେଁ ମିଶି ଆ ହୁଅନ୍ତି। ଏହି ଆକାର ହୋଇ ପୂର୍ବ ବର୍ଣ୍ଣ ସହିତ ସଂଯୁକ୍ତ ହୋଇଥାଏ। ତ ସ୍ୱର ସନ୍ଧିରେ ପ୍ରଥମେ ଆମେ ଦେଖିଲୁ ଦୁଇଟି ସ୍ୱରବର୍ଣ୍ଣ, ପୂର୍ବ ପଦର ସ୍ୱରବର୍ଣ୍ଣ ଏବଂ ପରପଦର ସ୍ୱରବର୍ଣ୍ଣ ମିଳିତ ହୋଇ ସନ୍ଧି କରନ୍ତି, ତାକୁ ସ୍ୱର ସନ୍ଧି କୁହାଯାଉଛି। ସ୍ୱର ସନ୍ଧିର ପ୍ରଥମ ଉଦାହରଣ ଆମେ ଦେଖିଲୁ କି ଅ ଏବଂ ଅ, ପୂର୍ବ ପଦର ଅ ପରପଦର ଅ ମିଶିଲେ ଆ ହେଉଛି। ଆକାର ଦେଇ ବାକ୍ୟ ଶବ୍ଦଟି ତିଆରି ହୋଇଥାଏ। ଚାଲନ୍ତୁ ଦେଖିବା। ଏବେ ଇ ଆଉ ଇ, ହର୍ଷଇ ଆଉ ହର୍ଷଇ କ'ଣ କରୁଛନ୍ତି? ସେମାନେ ସନ୍ଧି କଲା ପରେ ଦୀର୍ଘଇ ହେଉଛି। ଉଦାହରଣ ଜ୍ୟୋତି ଇନ୍ଦ୍ର, ଜ୍ୟୋତୀନ୍ଦ୍ର। ଅତି ଇବ, ଅତୀବ। ହର୍ଷଇ ଏବଂ ଦୀର୍ଘଇ ସନ୍ଧି କଲେ କ'ଣ ନେଉଛନ୍ତି ସେମାନେ? ଦୀର୍ଘଇ। ପରୀକ୍ଷା ମୁନୀଶ୍ୱର। ଦୀର୍ଘଇ ଏବଂ ହର୍ଷଇ ସନ୍ଧି କଲେ ଦୀର୍ଘଇ ହିଁ ନେଉଛନ୍ତି। ମହି ଇନ୍ଦ୍ର, ମହୀନ୍ଦ୍ର। ସଚି ଇନ୍ଦ୍ର, ସଚୀନ୍ଦ୍ର। ଦୀର୍ଘଇ ଆଉ ଦୀର୍ଘଇ ଯେତେବେଳେ ପରସ୍ପର ସନ୍ଧି କରୁଛନ୍ତି ସେମାନେ ବି ଦୀର୍ଘଇ ନେଉଛନ୍ତି। ଯେମିତି ମହି ଈଶ୍ୱର, ମହୀଶ୍ୱର।
ଅବନି ଇସ ଅବନିଶ। ଏଥିରୁ ଜଣାଗଲା ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଦୀର୍ଘଇ ହୁଅନ୍ତି। ଏହି ଦୀର୍ଘଇଟି ଦୀର୍ଘଇକାର ରୂପରେ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ବୁଝିହେଲା? ଚାଲନ୍ତୁ ଆଗକୁ ଦେଖିବା। ଏବେ ହର୍ଷଉ ଆଉ ହର୍ଷଉ ଦୁଇଟି ସନ୍ଧିରେ କଣ ହଉଛି? ଦୀର୍ଘଉ ହଉଛି। ଉଦାହରଣ ସୁ ଉକ୍ତି ସୁକ୍ତି, ଏଠି ସୁରେ ହର୍ଷଉକାର ଲାଗିଛି। ସାଧୁ ଉଦ୍ୟମ ସାଧୁଦ୍ୟମ, ସାଧୁ ଉପଦେଶ ସାଧୁପଦେଶ। ହର୍ଷଉ ଆଉ ଦୀର୍ଘଉ ସନ୍ଧି କରି କଣ ହଉଛନ୍ତି? ଦୀର୍ଘଉ। ସିନ୍ଧୁ ଉର୍ମି ସିନ୍ଧୁର୍ମି, ଲଘୁ ଉର୍ମି ଲଘୁର୍ମି। ଦୀର୍ଘଉ ଆଉ ହର୍ଷଉ ସନ୍ଧି କଲେ କଣ ହଉଛନ୍ତି? ଦୀର୍ଘଉ। ବଧୂ ଉକ୍ତି ବଧୂକ୍ତି। ଦୀର୍ଘଉ ଆଉ ଦୀର୍ଘଉ ସନ୍ଧି କଲେ ମଧ୍ୟ ଦୀର୍ଘଉ ନଉଛନ୍ତି। ତେଣୁ ଭୂ ଊର୍ଧ୍ୱ ଭୂର୍ଧ୍ୱ। ଏଥିରୁ ଜଣାଗଲା ଯେ ହର୍ଷଉ ବା ଦୀର୍ଘଉ ପରେ ହର୍ଷଉ ବା ଦୀର୍ଘଉ ଥିଲେ ଦୁହେଁ ମିଶି ଦୀର୍ଘଉ ହୁଅନ୍ତି। ଏହି ଦୀର୍ଘଉକାର ଦୀର୍ଘଉକାର ରୂପରେ ପୂର୍ବ ବର୍ଣ୍ଣରେ ଯୁକ୍ତ ହୋଇଥାଏ। ବୁଝିହେଲା? ତାପରେ ଅ ଏବଂ ଇ ସନ୍ଧି କଲେ ସେମାନେ ଏ ନଉଛନ୍ତି। ଯେମିତି ଶୁଭ ଇଚ୍ଛା ହେଲା ଶୁଭେଚ୍ଛା, ସୁର ଇନ୍ଦ୍ର ସୁରେନ୍ଦ୍ର। ଅ ଆଉ ଦୀର୍ଘଇ ସେମାନେ ବି ଏ ସନ୍ଧି କଲେ ଏ ନଉଛନ୍ତି। ଗଣ ଈଶ ଗଣେଶ, ଦେବ ଈଶ ଦେବେଶ। ଆ ଆଉ ହର୍ଷଇ ସନ୍ଧି କଲେ କଣ ନଉଛନ୍ତି? ଏ। ମହା ଇନ୍ଦ୍ର ମହେନ୍ଦ୍ର, ଯଥା ଇଚ୍ଛା ଯଥେଚ୍ଛା। ଆ ଆଉ ଦୀର୍ଘଇ ଏମାନେ ସନ୍ଧି କଲେ ମଧ୍ୟ ଏ ନଉଛନ୍ତି। ରମା ଈଶ ରମେଶ, ମହା ଈଶ୍ୱର ମହେଶ୍ୱର। ତ ଏଥିରୁ ଜଣାଗଲା ଯେ ଅ ବା ଆ ପରେ ହର୍ଷଇ ବା ଦୀର୍ଘଇ ଥିଲେ ଦୁହେଁ ମିଶି ଏ ହୁଅନ୍ତି। ଏଇ ଏ ଧ୍ୱନିଟି ଏ କାର ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଏ। ଚାଲନ୍ତୁ ଦେଖିବା। ଓ ଆଉ ହର୍ଷଉ ଯେତେବେଳେ ଦି ଜଣ ସନ୍ଧି କରୁଛନ୍ତି ସେମାନେ ଓ ହେଇଯାଉଛନ୍ତି। ଯେମିତିକା ଲମ୍ବ ଅରେ ଶେଷ ହେଲା, ଉଦାର ଲମ୍ବୋଦର, ପୁରୁଷ ଉତ୍ତମ ପୁରୁଷୋତ୍ତମ। ଅ ଆଉ ହର୍ଷଉ ହେଲେ ଓ। ନବ ଉଡ଼ା ନବୋଡ଼ା, ଚଳ ଉର୍ମି ଚଳୋର୍ମି। ଆ ଆଉ ହର୍ଷଉ ସେମାନେ କଣ ଓ ନଉଛନ୍ତି। ମହା ଉଦଧି ମହୋଦଧି, ଗଙ୍ଗା ଉଦକ ଗଙ୍ଗୋଦକ। ଆ ଆଉ ଦୀର୍ଘଉ ସେମାନେ କଣ ନଉଛନ୍ତି? ଦୀର୍ଘଉ ସନ୍ଧି କଲା ପରେ ଓ ହେଇଯାଉଛନ୍ତି। ମହା ଉର୍ମି ମହୋର୍ମି। ଏଥିରୁ ଜଣାଗଲା ଅ ବା ଆ ପରେ ହର୍ଷଉ ବା ଦୀର୍ଘଉ ଥିଲେ ଦୁହେଁ ମିଶି ଓ ହୁଅନ୍ତି। ଏଇ ଓ କାର ହିସାବରେ ଆକୁ ଆମେ ବର୍ଣ୍ଣରେ ବ୍ୟବହାର କରିଥାଉ। ତାପରେ କଣ? ଅ ଆଉ ରୁ ଯେତେବେଳେ ଅ ଆଉ ରୁ ସନ୍ଧି କରିବେ ଅର୍ ବୋଲି ହଉଛି। ସପ୍ତ ଅରେ ଶେଷ ହେଲା, ଋଷି ରୁ ଆରମ୍ଭ ହେଲା, ତ କଣ ହେଲା? ସପ୍ତ ଋଷି ଅର୍ ଲାଗିଲା। ଦେବ ଋଷି କଣ ହେଲା? ଦେବର୍ଷି। ଆ ର ଅର୍, ଆ ରୁ ମିଶିଲେ କଣ ହଉଛି? ଅର୍। ରାଜା ଋଷି ରାଜର୍ଷି, ମହା ଋଷି ମହର୍ଷି। ଏଥିରୁ ଜଣାଗଲା ଯେ ଅ ବା ଆ ପରେ ରୁ ଥିଲେ ଦୁହେଁ ମିଶି ଅର୍ ହୁଅନ୍ତି। ତାକୁ ରେଫ୍ ର ମାତ୍ରା କାର ବ୍ୟବହାର କରି ପରବର୍ଣ୍ଣରେ ଲଗାଯାଇଥାଏ। ଏବେ ଆମେ ଦେଖିବା ଅ ଆଉ ଏ ଯଦି ଦୁଇଟି ଅ ଆଉ ଏ ଅକ୍ଷର ନିଜ ଭିତରେ ସନ୍ଧି କରନ୍ତି ମିଶିଗଲେ ଐ ହୋଇଯାଇଥାଏ। ଯେମିତି ହିତ ଏସି ହେଲା ହିତୈଷୀ, ଜନ ଏକ ଜନୈକ। ଅ ଆଉ ଐ ସେମାନେ ଦି ଜଣ ମିଶିଲେ କଣ ହୁଅନ୍ତି? ଐ। ଅତୁଳ ଏଠି ଐଶ୍ୱର୍ଯ୍ୟ ଅତୁଳ ଐଶ୍ୱର୍ଯ୍ୟ।
ଆ ଏ ଯେତେବେଳେ ଆ ଆଉ ଏ ଦୁଇଟି ବର୍ଣ୍ଣ ମିଶନ୍ତି ସେମାନେ ଐ ହେଇଯାନ୍ତି। ଯେମିତିକା ତଥା ହେବ ତଥୈବ ଆ ଆଉ ଐ ସେମାନେ ଐ ହୋଇଯାନ୍ତି। ମହା ଐଶ୍ୱର୍ଯ୍ୟ ମହେଶ୍ୱର୍ଯ୍ୟ। ଏଥିରୁ ଜଣାଗଲା ଯେ ଅ ବା ଆ ପରେ ଏ ବା ଐ ଥିଲେ ଦୁହେଁ ମିଶି ଐ ହୁଅନ୍ତି। ଏହି ଐକାର ରୂପରେ ବ୍ୟବହାର କରାଯାଇଥାଏ। ଠିକ ଅଛି। ଏବେ ଆମେ ଦେଖିବା ଔ ଓ ଆଉ ଓ ଦୁଇ ଜଣ ସନ୍ଧି କଲେ ଓ ହେଇଯାନ୍ତି। ଜଳ ପରେ ଶେଷ ହେଲା ଓ ଘ ଓରେ ଶେଷ ହେଲା ଓରେ ତ ଜଳ ଘ ଓ ହେଇଗଲେ। ଅ ଓ ଔ ଏଠି ଆମେ ଦେଖିବା କେମିତିକା ଔ ହଉଛି ବନ ପରେ ଶେଷ ହେଲା ଔଷଧି ବନ ଔଷଧି। ଆ ଓ ମହା ଓଜ ମହୋଜ ମହା ଔଷଧ ମହୋଷଧ। ତ ଏଥିରୁ ଆମେ ଜାଣିଲୁ କି ଅ ବା ଆ ପରେ ଓ ବା ଔ ଥିଲେ ଦୁହେଁ ମିଶି ଔ ହୁଅନ୍ତି। ଏହି ଔକାର ରୂପରେ ବ୍ୟବହାର ପୂର୍ବ ବର୍ଣ୍ଣରେ ବ୍ୟବହୃତ ହୁଏ। ଏବେ ଆମେ ଦେଖିବା ହର୍ଷଇ ଇ ଓ ଓ ଦୁଇ ଜଣ ଥିଲେ ମିଶିକି କଣ ୟ ଯେମିତି ପ୍ରତି ଅହ ପ୍ରତ୍ୟହ ଇ ଆଉ ଆ ୟା ହେଇଯାନ୍ତି। ଇତି ଆଦି ଇତ୍ୟାଦି। ଦୀର୍ଘଇ ଅ ଥିଲେ ୟ ହେଇଯାଏ ସୂଚି ଅଗ୍ର ସୂଚ୍ୟଗ୍ର। ଦୀର୍ଘଇ ହର୍ଷଉ ୟୁ ଅଭି ଉଦୟ ଅଭ୍ୟୁଦୟ। ଏଥିରୁ ଆମେ ଜାଣିଲୁ ହର୍ଷଇ ବା ଦୀର୍ଘଇ ପରେ ହର୍ଷଇ ବା ଦୀର୍ଘଇ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ହର୍ଷଇ ବା ଦୀର୍ଘଇ ସ୍ଥାନରେ ୟ ହୁଏ। ହର୍ଷଇ କିମ୍ବା ଦୀର୍ଘଇ ପରେ କୌଣସି ଭିନ୍ନ ସ୍ୱର ବର୍ଣ୍ଣ ଥିଲେ ଅ ଅଛି ଆ ଅଛି ଅ ହର୍ଷଉ ଅଛି ସେସବୁ କଣ ୟ ହେଇଯାଉଛନ୍ତି। ଏସବୁ ଅଲଗା ସ୍ୱର ବର୍ଣ୍ଣ ଭିନ୍ନ ସ୍ୱର ବର୍ଣ୍ଣ। ୟ ପରବର୍ତ୍ତୀ ସ୍ୱର ବର୍ଣ୍ଣ ମିଳିତ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଅନ୍ତି। ଏବେ ଓ ଆଉ ଅ ଏବେ ଓ ଆଉ ଅ ଜब ମିଶିଯିବେ ତାହେଲେ ଅବ ହେଇଯିବେ। ଯେମିତିକା ଭୋ ଅନ ଭବନ ପୋ ଅନ ପବନ ଓ ଆଉ ଉ ଯେତେବେଳେ ମିଶି ଯାଉଛନ୍ତି ହଉଛନ୍ତି ଆବୁ। ଯେମିତି ଭୌକ ଭାବୁକ। ଏଥିରୁ ଜାଣିଲୁ ଯେ ଓ ବା ଔ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଓ ସ୍ଥାନରେ ଅବ ଔ ସ୍ଥାନରେ ଆବ ହୁଏ। ଯଦି ଓ ରହିଲା ତାହେଲେ ଅବ ହେଲା ଯଦି ହର୍ଷଉ ରହିଲା ତାହେଲେ ଆବ ହେଲା। ତ ଏଥିରେ ଗୋଟେ ବ୍ୟତିକ୍ରମ ରହୁଛି ଗୋ ଆଉ ଅକ୍ଷ ହେଲେ ଗବାକ୍ଷ ହବ। ଅକ୍ଷ ଗୋ ଆଉ ଅକ୍ଷ ଥିଲେ କଣ ସାଧାରଣତଃ ଅବ ହେଇଥାନ୍ତା କିନ୍ତୁ ଗବାକ୍ଷ ଆକ୍ଷ। ତାପରେ ଦେଖିବା ହର୍ଷଉ ଅ ଥିଲେ କଣ ହଉଛି ଓ ଅନୁ ଅୟ ଅନ୍ବୟ। ହର୍ଷଉ ଏ ୱେ ଅନୁଏଷଣ ଅନ୍ୱେଷଣ। ହର୍ଷଉ ଆ ୱା ସୁୱାଗତ ସ୍ୱାଗତ। ବହୁ ଆଡମ୍ବର ବହୁଆଡମ୍ବର। ବଧୂ ଆଦି ବଧ୍ୱାଦି। ଏଥିରୁ ଜଣାଗଲା ଯେ ହର୍ଷଉ ବା ଦୀର୍ଘଉ ପରେ ହର୍ଷଉ ବା ଦୀର୍ଘଉ ଭିନ୍ନ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ହର୍ଷଉ ବା ଉ ସ୍ଥାନରେ ଓ ହୁଏ। ହର୍ଷଉ ତା ପରେ କଣ ଅଛି ଅ ଏ ଆ ଏସବୁ କଣ ହେଇଯାଇଛି ଓ ହେଇଯାଇଛି। ଏହି ଓ ପରବର୍ତ୍ତୀ ସ୍ୱର ବର୍ଣ୍ଣ ସହିତ ମିଳିତ ହୋଇ ପୂର୍ବ ବର୍ଣ୍ଣରେ ଯୁକ୍ତ ହୁଅନ୍ତି। ଏବେ ଦେଖିବା ଆମେ ଏ ଏବଂ ଅ ମିଶିକି କଣ ହେଇଛି ଅୟ। ନେ ଅନ ନୟନ। ଐ ଓ ଆୟ ନଈ ଅକ ନାୟକ। ଗଈ ଅକ ଗାୟକ। ଏଥିରୁ ଆମେ ଜାଣିଲୁ ଯେ ଏ ବା ଐ ପରେ ଅନ୍ୟ ସ୍ୱର ବର୍ଣ୍ଣ ଥିଲେ ଏ ସ୍ଥାନରେ ଅୟ ଐ ସ୍ଥାନରେ ଆୟ ହୁଏ। ଅୟ ଆଉ ଆୟ ସହିତ ପରବର୍ତ୍ତୀ ସ୍ୱର ବର୍ଣ୍ଣ ଯୁକ୍ତ ହୁଏ।
ଆଶା କରୁଛି ଆପଣମାନଙ୍କୁ ଭିଡ଼ିଓଟି ଭଲ ଲାଗିଥିବ। ଧନ୍ୟବାଦ।